3000 3000ଟା ଗଛ ଲାଗିବ 3000ଟା ଗଛ ଅଛି ଅଛି ହେଲେ କେତେ ଏକର ଲାଗିବ ଏଟା 2 ଏକର ଆମେ ଲଗାଉଛୁ 4 ବାଇ 8 ଲଗାଉଛୁ 4/8 4 ବାଇ 8 2 ଏକରରେ 3000ଟା ଲାଗିବ ଲଗାଉଛୁ ଆମେ ଲଗାଉ ନାହିଁ ଆମେ ଲଗାଉଛୁ ସେଟା ମାନେ 2 ଏକରରେ କ'ଣ କମ୍ ଲାଗିବ ନା ବେଶୀ ଲାଗିବା କଥା କମ୍ ଲାଗିବ ଆଚ୍ଛା କମ୍ ଅଧିକା ଲଗାଉଛୁ କାହିଁକି ନିଜେ ନେବା ଜମି ନା ଆଚ୍ଛା ହେଲେ 2 ଏକର ଆପଣ ଯଦି ଏବେ ଲଗାଉଛନ୍ତି କେତେ ବର୍ଷରେ ବାହାରିବ 4 ବର୍ଷ ଥରେ 4 ବର୍ଷରେ ଥରେ କାଟି ହେବ 3000 ଗଛ 3000 କିଛି ଗଛ ତ ମରିଯିବ ପୋକ ହେବ ଆଉ ପୁଣି ଲଗାଉଛୁ ବା ମାନେ ଆମେ 10 ଦିନ ଭିତରେ ଆଉ ଗଛ କେତେ ମରିଯିବ ନା ମରିଯିବ ଆଉ ନେକ୍ସଟ ଆଉ ସେ ମରଲା ଜାଗାରେ ଆଉ ଲଗାଉଛୁ ଆଚ୍ଛା ନ ହବ ବୋଲି ହେଲେ 3000 ଟୋଟାଲ ଲାଗିକି ରହିବ ରହିବ 3000 ତା ଗୋଟେ 150 ଇଆଡ଼େ ସିଆଡ଼େ ହେଇଯାଇପାରେ ତଥାପି ଏବେ ବି ଲଗାଉଛୁ ଗୋଟେ ବର୍ଷ ଯାଏଁ ଆମେ ଲଗାଉଛୁ ସେଠି ଲଗେଇ ଥାଉଛୁ ଆଚ୍ଛା ଗଛ ବଡ଼ ହେବା ଯାଏଁ ଆଚ୍ଛା ନେକ୍ସଟ ବର୍ଷରେ ଆଉ ଲଗାଉନୁ କାହିଁକି ଗଛ ଗୋଟେ ବଡ଼ ହେଇଯିବ ଆଉ ଗୋଟେ ଛୋଟ ହେଇଯିବ ବୋଲି ଲଗାଉ ହେଲେ ଏକରରେ 1500ଟା ଗଛ ଆମେ 4 ଲଗାଉଛୁ ବର୍ଷରେ ସେଟା କମ୍ପାନୀ ହିସାବରେ 5 ବାଇ 9 ଲଗାଇବେ ଆପଣ 4/8ରେ 4 ବାଇ 8 ଲଗାଉଛନ୍ତି ଲଗାଉଛୁ ଆଚ୍ଛା କାହିଁକି ଲିଜ୍ ନେବା ଜମି ଯାକ ସେଟା ପାଇଁ ଆମେ 4 ବାଇ 8 ଲଗାଇ ଦେଉଛୁ ଏକରକୁ କେତେ କେତେ ଟନ୍ ବାହାରିବ 4 ବର୍ଷରେ ଥରେ ଯଦି ଭଲ ଗଛ ହବ ବୋଲେ 100 ଟନ୍ ବାହାରିବ 100 ଟନ୍ ଏକରରେ 100 ଟନ୍ ଏକର ନାହିଁ ସେ 2 ଏକର 2 ଏକରରେ 100 ଟନ୍ ବାହାରିବ ଗଛରେ 100 ଟନ୍ କମ୍ପଲସରି ବାହାରିବ ଆଚ୍ଛା ଟନ୍କୁ କେତେ ଏମିତି ଟନ୍ ତ ଏବେ କମ୍ପାନୀ ଏବେର ରେଟ୍ର ହଁ 7500 ଅଛି ଟନ୍କୁ 7500 100 ଟନ୍ ମାନେ 75 ଆଉ ଏଇ 7.5 7.5 ଏଇଠି କେତେ ଲେବର ଲଗେଇବେ ଆଉ କ'ଣ କ'ଣ ଖର୍ଚ୍ଚ ଆମେ ଏବେ ତ ପରିଶ୍ରମ ଅଛି ସାର ଦେବାର ଅଛି ତାପରେ ପୁଣି ଗଛ ଏବେ ଗୋଟେ ହଁ କିଛି ନହେଲେ ବି ଆମେ ଗୋଟେ 10ଟା ଲେବର ଲଗାଇବାକୁ ପଡ଼ିବ ଲଗାଇବାକୁ ମାନେ ୱାନ୍ ଟାଇମ୍ ଖର୍ଚ୍ଚ କେତେ ଏବେ ମୋର ଏବେ ବର୍ତ୍ତମାନ 20000 ଖର୍ଚ୍ଚ ଗଛ କିଣିବାଟା 20000 ହଁ ଆଉ ଚାଷ କରିବାଟା ଗୋଟେ 5000 ଖର୍ଚ୍ଚ ହେଇଛି ହଁ ପୁଣି ଏବେ ଲେବର ପିଛା ଆଉ ଗୋଟେ 10000 ଖଣ୍ଡେ ଖର୍ଚ୍ଚ ହେବ ତାପରେ ସରିଲା ତାପରେ ସାର ଅଛି ସାର କେତେ ସାର ତ କିଛି ନାହିଁ ଗୋଟେ 3000 4000 ଭିତରେ ଖର୍ଚ୍ଚ ହେବ ଆଚ୍ଛା ହଉ ତାପରେ ଆଉ ପୁଣି ଘାସ ଉପୁଡ଼ାଇବାର ଅଛି ଘାସ ପ୍ରତି କାଟିବାର ବର୍ଷ ଅଛି ନା ନାଇଁ ଗୋଟେ ବର୍ଷ ପାଇଁ ଆଉ ପ୍ରତି ବର୍ଷ ନାହିଁ ଏ ଗୋଟେ ବର୍ଷ ପାଇଁ ଏତିକି ଖର୍ଚ୍ଚ ହେବ କରିଦେଲା ପରେ ତାର ସରିଲା ନାଇଁ ଆଉ ଦରକାର ନାହିଁ 12 ବର୍ଷ ତାପରେ ହେଇଗଲା ତାପରେ ଚାଲିଲା ଏ ଗୋଟେ ବର୍ଷ ଫାଷ୍ଟ ବର୍ଷ ପାଇଁ ଏତିକି ଖର୍ଚ୍ଚ ହେବ ଓହୋ ମାନେ ନିଜେ ପରିଶ୍ରମ କଲେ ତ କମ ହେବ ଆମେ ତ ଆଉ ଲଗେଇବେ ଆଉ ଲଗେଇକରି କରିବାକୁ ପଡ଼ୁଛି